ସ୍ନାନ କରିସାରିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି 7ଟି କାର୍ଯ୍ୟ। ସାଙ୍ଗମାନେ, ଯଦି ଏତେ ପର୍ଯ୍ୟନ୍ତ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଡେରି ନକରି ସବସ୍କ୍ରାଇବ୍ଟିଏ କରିଦିଅନ୍ତୁ। ସାଙ୍ଗମାନେ, ସ୍ନାନ ପରେ କିଛି ଏମିତି କଥା କୁହାଯାଇଛି ଯାହା ଉପରେ ଆମେ କେବେ ବି ଧ୍ୟାନ ଦେଇନଥାଉ। ବାସ୍ତୁ ବିଜ୍ଞାନ ଓ ଶାସ୍ତ୍ର ଅନୁସାରେ ଏମିତି 7ଟି ଭୁଲ କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜାର ପ୍ରଭାବ ବଢ଼ିଥାଏ ଏବଂ ଧନ ବୈଭବର ହାନି ହୋଇଥାଏ। ସେଥିପାଇଁ ସ୍ନାନ କରିସାରିବା ପରେ ଏହି କଥା ଉପରେ ବିଶେଷ ଭାବରେ ଧ୍ୟାନ ରଖିବା ଉଚିତ। ଯଦି ଆପଣ ଗାଧୋଇ ସାରିବା ପରେ ଏମିତି ଭୁଲ କରୁଛନ୍ତି ତାହେଲେ ଆପଣଙ୍କ ଘର ଓ ପରିବାର ପାଇଁ ଏହା ପ୍ରତିକୂଳ ଫଳ ଦେଇପାରେ। ବାସ୍ତୁ ବିଜ୍ଞାନ ଓ ଶାସ୍ତ୍ରରେ କୁହାଯାଇଛି କି ଏମିତି କିଛି ଭୁଲ ଯାହାକୁ ଆମେ ଦେଖିକି ବି ଅଣଦେଖା କରିଦେଇଥାଉ, ଯାହା ଫଳରେ ସ୍ୱାସ୍ଥ୍ୟ ଓ ଧନହାନି ହୋଇଥାଏ। ସାଙ୍ଗମାନେ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଆପଣମାନଙ୍କୁ ଜଣାଇବୁ କି ସ୍ନାନ କରିସାରିବା ପରେ ଏମିତି କେଉଁ କେଉଁ କାମ ଅଛି ଯାହାକୁ ଭୁଲରେ ବି କେହି କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା ସ୍ନାନ କରିସାରିବା ପରେ କେଉଁ କେଉଁ କଥା ଉପରେ ଆମକୁ ଖାସ୍ ଧ୍ୟାନ ଦେବାକୁ ପଡ଼ିଥାଏ। ନମ୍ବର 1, ବାସ୍ତୁଶାସ୍ତ୍ରରେ କେବଳ ଘରର ଦିଗ ବିଷୟରେ କୁହାଯାଏ ନାହିଁ, ବରଂ ଆମର ପ୍ରତିଦିନର ଦିନଚର୍ଯ୍ୟା ସହିତ ଜଡ଼ିତ ଅନେକ ମହତ୍ତ୍ୱପୂର୍ଣ୍ଣ କଥା ବିଷୟରେ ମଧ୍ୟ କୁହାଯାଇଛି। ସର୍ବଦା ଆମେ ଦେଖିଥାଉ କି ବହୁତ ଲୋକ ଗାଧୋଇ ସାରିବା ପରେ ବାଥରୁମକୁ ଅପରିଷ୍କାର କରି ଛାଡ଼ି ଦେଇଥାନ୍ତି। ବାସ୍ତୁଶାସ୍ତ୍ରରେ ଏହାକୁ ବହୁତ ଖରାପ ଅଭ୍ୟାସ ବୋଲି କୁହାଯାଇଥାଏ। ଖାଲି ସେତିକି ନୁହେଁ, ଆମ ଭିତରେ ଆହୁରି କିଛି ଲୋକ ଅଛନ୍ତି ଯେଉଁମାନେ ଏମିତି କିଛି ଭୁଲ କରନ୍ତି ଯାହା ବାସ୍ତୁ ଅନୁସାରେ ବହୁତ ଖରାପ ବୋଲି କୁହାଯାଇଛି। ଆସନ୍ତୁ ଜାଣିବା ଏହିଭଳି 6ଟି ଭୁଲ ବିଷୟରେ ଯାହାକୁ ଆପଣମାନେ କରିବା ଆଦୌ ଉଚିତ ନୁହେଁ। ନମ୍ବର 2, ବାଥରୁମରେ କେବେ ବି ଅପରିଷ୍କାର ପାଣି ଛାଡ଼ନ୍ତୁ ନାହିଁ। କିଛି ଲୋକ ଅଛନ୍ତି ଗାଧୋଇ ସାରିବା ପରେ ବାଥରୁମରେ ସାବୁନର ଅପରିଷ୍କାର ପାଣି ଛାଡ଼ି ଦେଇ ବାହାରକୁ ପଳାଇ ଯାଆନ୍ତି। ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କୁ କାଙ୍ଗାଳ କରିଦେଇଥାଏ। ବାଥରୁମରେ ଅପରିଷ୍କାର ପାଣି ଛାଡ଼ିଦେବା ଦ୍ୱାରା ବାସ୍ତୁଶାସ୍ତ୍ରରେ ଯେଉଁଠି ଭୁଲ ମନାଯାଇଛି ସେଇଠି ଜ୍ୟୋତିଷ ଶାସ୍ତ୍ରରେ ବି କୁହାଯାଇଛି କି ଆପଣଙ୍କର ଏହି ଅଭ୍ୟାସ କାରଣରୁ ରାହୁ ଓ କେତୁ ଗ୍ରହର ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ। ରାହୁ ଏବଂ କେତୁ ସେହି ଲୋକମାନଙ୍କ ଉପରେ ଦୁଷ୍ପ୍ରଭାବ ପକାଇଥାନ୍ତି ଯେଉଁମାନେ ସଫାସୁତୁରା ରୁହନ୍ତି ନାହିଁ। ଏହା କରିବା ଦ୍ୱାରା ବରୁଣ ଦେବ ସେହି ଲୋକମାନଙ୍କ ଉପରେ କ୍ରୋଧିତ ହୋଇଯାଇଥାନ୍ତି। ଆପଣଙ୍କର ଏହି ଅଭ୍ୟାସ କାରଣରୁ ଘରେ ଧନହାନି ହୋଇଯାଇଥାଏ। ନମ୍ବର 3, ବାଥରୁମରେ ଛିଡ଼ି ଯାଇଥିବା କେଶକୁ ଛାଡ଼ି ଆସିବା। କିଛି ଲୋକଙ୍କର ଏମିତି ଅଭ୍ୟାସ ହୋଇଥାଏ କି ଗାଧୋଇ ସାରିବା ପରେ ଛିଡ଼ି ଯାଇଥିବା କେଶକୁ ବାଥରୁମରେ ଛାଡ଼ି ବାହାରକୁ ପଳାଇ ଆସନ୍ତି। ଯଦି ଆପଣଙ୍କ ଭିତରେ ବି ସେହି ଅଭ୍ୟାସ ଅଛି ତାହେଲେ ତାକୁ ତୁରନ୍ତ ଠିକ୍ କରି ନିଅନ୍ତୁ। ଆପଣ ଏମିତି କରିବା ଦ୍ୱାରା ଶନି ଓ ମଙ୍ଗଳ ଗ୍ରହର କୋପକୁ ଆପଣଙ୍କୁ ସହିବାକୁ ପଡ଼ିପାରେ। ଏମିତି ଭୁଲ କରିବା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିବାକୁ ଲାଗିଥାଏ। ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିଥାଏ ଏବଂ କ୍ୟାରିୟରରେ ଆପଣଙ୍କୁ ସଂଘର୍ଷର ସାମ୍ନା କରିବାକୁ ପଡ଼ିପାରେ। ନମ୍ବର 4, ବାଲ୍ଟିକୁ ସଦାବେଳେ କେମିତି ରଖିବା ଉଚିତ। କିଛି ଲୋକଙ୍କର ଏମିତି ଅଭ୍ୟାସ ହୋଇଥାଏ କି ଗାଧୋଇ ସାରିବା ପରେ ବାଲ୍ଟିରେ ପାଣି ରଖି ଛାଡ଼ି ଦେଇ ଆସିଥାନ୍ତି କିମ୍ବା ବାଲ୍ଟିକୁ ଖାଲି ଛାଡ଼ି ଦେଇ ଆସିଥାନ୍ତି। ଯଦି ଆପଣ ଏମିତି ଭୁଲ କରୁଛନ୍ତି ତେବେ ଆଜିଠାରୁ ସୁଧାରି ନିଅନ୍ତୁ। ବାଥରୁମରେ ବାହାରିକି ଆସିଲା ବେଳେ ପାଣି ଭର୍ତ୍ତି କରି ଆସିବା ଉଚିତ। ଯଦି ବାଲ୍ଟିକୁ ଖାଲି ରଖିବାକୁ ଚାହୁଁଛନ୍ତି ତାହେଲେ ବାଲ୍ଟିକୁ ଓଲଟାଇ ରଖନ୍ତୁ। ଭୁଲରେ ବି ଖାଲି ବାଲ୍ଟିକୁ ସିଧା କରି ରଖନ୍ତୁ ନାହିଁ, ନଚେତ୍ ଘରେ ଦାରିଦ୍ର୍ୟତା ଆସିଥାଏ। ତା ସହିତ ଆପଣ ସ୍ନାନ କରିବା ସମୟରେ ପାଦରେ ଚପଲ ପିନ୍ଧନ୍ତୁ ନାହିଁ। ଯଦି ଆପଣ ଚପଲ ପିନ୍ଧିବାକୁ ଚାହୁଁଛନ୍ତି ତାହେଲେ ଗାଧୋଇ ସାରିବା ପରେ ପାଦରେ ଆଉ ପାଣି ଢାଳନ୍ତୁ ନାହିଁ। ଏମିତି ଭୁଲ କରିବା ଦ୍ୱାରା ଆପଣଙ୍କର ଧନହାନି ହୋଇଥାଏ। ଆପଣ ନିଶ୍ଚୟ ଶୁଣିଥିବେ ଯେ ଗାଧୋଇଲା ବେଳେ କିଛି ଲୋକ ଗୀତ ଗାଇଥାନ୍ତି।
ଏହା ବହୁତ ଭଲ ଅଭ୍ୟାସ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି ଗାଧୋଇବା ସମୟରେ ଆପଣଙ୍କୁ କିଛି ନା କିଛି ଗୁଣୁଗୁଣୁ ହୋଇ କହିବା ଉଚିତ। ଶାନ୍ତ ହୋଇ ବିଲକୁଲ ସ୍ନାନ କରିବା ଉଚିତ ନୁହେଁ। କାରଣ ଚୁପ୍ ହୋଇ ରହିବା ଦ୍ୱାରା ମନ ଭିତରେ ଅନେକ ପ୍ରକାରର ଭାବନା ସୃଷ୍ଟି ହୋଇଥାଏ, ଯାହା ବହୁତ ମାରାତ୍ମକ ହୋଇଥାଏ। ନମ୍ବର 5, ଗାଧୋଇ ସାରିବା ପରେ ସଧବା ସ୍ତ୍ରୀ ଲୋକମାନେ ତୁରନ୍ତ ଓଦା କେଶରେ ସିନ୍ଦୁର ଲଗାନ୍ତୁ ନାହିଁ। ଏମିତି କରିବା ଦ୍ୱାରା ସ୍ୱାମୀଙ୍କର ଆୟୁଷ କମିଯାଏ। ଅନେକ ଲୋକ ଅଛନ୍ତି ଯେଉଁମାନେ ବାଥରୁମ୍ରେ ନେଲକଟର ରଖନ୍ତି ଏବଂ ଗାଧୋଇ ସାରିବା ପରେ ନଖ କାଟିଥାନ୍ତି। ଭୁଲରେ ବି ଏମିତି ଭୁଲ କରନ୍ତୁ ନାହିଁ। ଏମିତି ଭୁଲ କରିବା ଦ୍ୱାରା ଧନହାନି ହୋଇଥାଏ। ନମ୍ବର 6, ସ୍ନାନ କରିସାରିବା ପରେ ବାଥରୁମ୍ରେ ଓଦା ଲୁଗା ପକାଇ ଆସିବା। କିଛି ଲୋକଙ୍କର ଅଭ୍ୟାସ ହୋଇଥାଏ କି ଓଦା ଲୁଗା ବାଥରୁମ୍ରେ ଛାଡ଼ି ଦେଇ ଆସିଥାନ୍ତି। ଆପଣମାନେ ଏମିତି ଭୁଲ କରୁଛନ୍ତି କି? ତେବେ ଆଜିଠାରୁ ତୁରନ୍ତ ନିଜକୁ ସୁଧାରି ନିଅନ୍ତୁ। ଏମିତି କରିବା ଦ୍ୱାରା ନକାରାତ୍ମକ ଶକ୍ତି ଘେରା ବନାଇ ଆପଣଙ୍କ ଚାରିକଡ଼ରେ ବୁଲିବାକୁ ଲାଗିଥାଏ, ଯାହାଦ୍ୱାରା ଆପଣଙ୍କର ସବୁ କାର୍ଯ୍ୟ ଅସଫଳତା ହେବାକୁ ଲାଗିଥାଏ। ଆପଣ ସବୁ କାର୍ଯ୍ୟରେ ଅସଫଳ ହୋଇଯାଆନ୍ତି। ନମ୍ବର 7, ଗାଧୋଇ ସାରିବା ପରେ ବାଥରୁମକୁ ଖୋଲା ରଖିବା। ବାସ୍ତୁ ଅନୁସାରେ ଏମିତି କରିବା ଦ୍ୱାରା ନକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ, ଯାହାଦ୍ୱାରା ଘରେ ସର୍ବଦା ଅଶାନ୍ତି ଲାଗି ରହିଥାଏ ଏବଂ ଧନହାନିର କାରଣ ହୋଇଥାଏ ଏବଂ ତା ସହିତ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥାଏ। ସେଥିପାଇଁ ସର୍ବଦା ବାଥରୁମ୍ର କବାଟକୁ ବନ୍ଦ କରି ରଖନ୍ତୁ। ସାଙ୍ଗମାନେ, ଗାଧୋଇ ସାରିବା ପରେ ଶାସ୍ତ୍ରରେ କେବଳ ଏତିକି ନିୟମ ପାଳନ କରିବା କଥା କୁହାଯାଇ ନାହିଁ, ବରଂ ଏହା ମଧ୍ୟ କୁହାଯାଇଛି କି ଗାଧୋଇବା ସମୟରେ ଉଲଗ୍ନ ହୋଇ ଗାଧୋଇବା ଭୁଲ। ଉଲଗ୍ନ ହୋଇ ଗାଧୋଇବା ଦ୍ୱାରା ଆମର ପିତୃପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି, ତେଣୁ ଆପଣଙ୍କ ଉପରେ ପିତୃଦୋଷ ଲାଗିପାରେ। ଏବଂ ଗାଧୋଇବା ସମୟରେ ମଧ୍ୟ ପରିସ୍ରା କରିବାକୁ ଅନୁଚିତ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏମିତି କରିବା ଦ୍ୱାରା ଜଳର ଦେବତା ବରୁଣ ଦେବ କ୍ରୋଧିତ ହୋଇଯାଇଥାନ୍ତି। ସାଙ୍ଗମାନେ, ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋର ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ ଏବଂ ବନ୍ଧୁବାନ୍ଧବମାନଙ୍କ ପାଖକୁ ଓ ସାଙ୍ଗସାଥିମାନଙ୍କ ପାଖକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆପଣମାନଙ୍କର ଗୋଟିଏ ଗୋଟିଏ ସବସ୍କ୍ରାଇବ୍ ମୋତେ ଆଗକୁ ବଢ଼ିବାକୁ ବହୁତ ପ୍ରେରଣା ଦେଇଥାଏ। ଆମ ଚ୍ୟାନେଲର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ପାଖରେ ଉଚିତ ଜ୍ଞାନକୁ ପହଞ୍ଚାଇବା ଏବଂ ସାଙ୍ଗମାନେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିବାକୁ ଯେପରି ନ ଭୁଲନ୍ତି।